परक्रिया विधिटा स्टार्ट ହେଲା ବେଳକୁ ଭାରି ମଜା ଲାଗେ କିନ୍ତୁ ତାର ଭ୍ୟାଲିଡିଟି ଏତେ ଦିନ ନଥାଏ। ନାଇଁ ଷ୍ଟାର୍ଟ ହେଲେ ପୁରା ଭଲ ଲାଗିବ, ଏଣ୍ଡିଂ ଟା ପୁରା ସୁନାମୀ ଝଡ ଭଳିଆ ଲାଗିବ। କାହିଁକିନା ସ୍ତ୍ରୀ ଯେତେବେଳେ ଝଡ କରିବ ସେତେବେଳେ କୌଣସି ବଡ ଗତା ବାଡା ମାନିବନି, ପୁରା ସୁନାମୀ ଭଳିଆ ଆସିବ। ଆଉ ଏମିତି କଚାଟି ଦବ ଯେ ବାପା ପୁଅ ଅଖା ଧଉଥିବ ଗୁଣ ଗାଉଥିବ। ଯୋଉମାନେ ସ୍ୱାମୀ ମାନେ ପରକ୍ରିୟା ପ୍ରୀତି କରୁଛନ୍ତି ଆଉ ଭାବୁଛନ୍ତି କି ନାଇଁ ଆମ ସ୍ତ୍ରୀ ଜାଣିପାରୁନି, ସେଇମାନଙ୍କୁ କଣ ଗୋଟେ ମେସେଜ ଦବ? ଯୋଉ ସ୍ୱାମୀ ମାନେ ଭାବୁଛନ୍ତି ଆମ ସ୍ତ୍ରୀ ଘରେ ଅଛି, ସ୍ୱାମୀ ଆମେ ପରକ୍ରିୟା ପ୍ରୀତି ପର ଝିଅ ସହିତ ହୋଟେଲ ଯିବୁ, ପାର୍କ ଯିବୁ, ରେଷ୍ଟୁରାଣ୍ଟ ଯିବୁ, ମଜା କରିବୁ, ମସ୍ତି କରିବୁ, ଏଞ୍ଜୟ କରିବୁ, ସେଇମାନଙ୍କୁ ଆଜ୍ଞା ଗୋଟିଏ କଥା କହିବି, ମନେ ରଖିଥାଅ ଚୋର ଘର କେବେ ଅନ୍ଧାର ରହିବନି, ଦିନେ ନା ଦିନେ ଆଲୁଅ ହବ, ଠିକ ଗୁଲୁଆ ଭାଇଙ୍କ ଭଳିଆ। ତ ଆଲୁଅ ହେଲା, ସବୁ ଦେଖା ହେଲା, ସବୁ ପଦାକୁ ଫୁଟିକି ବାହାରିଲା, ଇଜ୍ଜତର ଧଜ୍ଜା ଉଡିଲା। ତେଣୁକରି ଯୋଉମାନେ ଏସବୁ କରୁଛ ଭାଇ ଏବେଠୁ ସତର୍କ ହେଇଯାଅ, ନହେଲେ ଘରେ ଯୋଉ ସ୍ତ୍ରୀ ଅଛି ସିଏ ତ କାଳି ରୂପ ଧାରଣ କରିବ, ସେ କୌଣସି ଦେବାଦେବୀକୁ ମାନିବନି, ଡାଇରେକ୍ଟ ଗୋଡ ଲଗେଇ ଚଢିଯିବ। ସ୍ତ୍ରୀ ତ ଜାଣିବା କଥା ହାଇକୋର୍ଟ ନିୟମ କରିଛି ପୁରୁଷ ଟିକେ ରଖିପାରିବ ସମ୍ପର୍କ।